ଯାଜପୁର ପୋଲିସର ସଫଳତା ଆନ୍ତଃ ଜିଲ୍ଲା ଲୁଟିରା ଗ୍ୟାଙ୍ଗକୁ ଗିରଫ କରିଛି ଯାଜପୁର ପୋଲିସ। ଯାଜପୁର ପୋଲିସ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରିରେ ସମ୍ପୃକ୍ତ 2 ଜଣ ଅଭିଯୁକ୍ତ ଓ ଚୋରି ସାମଗ୍ରୀ କ୍ରୟ କରିଥିବା ଜଣେ ଦୋକାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏମାନଙ୍କଠାରୁ 32 ଗ୍ରାମ ସୁନା ଓ 2 କିଲୋ 600 ଗ୍ରାମ ରୂପା ଅଳଙ୍କାର ସମେତ ନଗଦ 1,90,000 ଟଙ୍କା ସହ ପଲ୍ସର ବାଇକ୍ ଜବତ କରିଛି ପୋଲିସ। ଏମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ 38 ଗୋଟି ଚୋରି ଅଭିଯୋଗ ରହିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷ୍ମଣ ଦାସ ଓ ସୁରଜ ଦାସ ଏବଂ ଯାଜପୁରର ଶିଶିର ମହାରଣା। ଏବେବି ଏହି ସମସ୍ତ ଚୋରି ଘଟଣାର ମୁଖ୍ୟ ଆସାମୀ ରାଜା ଦାସ ସମେତ ଅନ୍ୟ 2 ଜଣ ଅଭିଯୁକ୍ତ ଫେରାର ଥିବା ଯାଜପୁର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଦ୍ଧିକଣ୍ଠ କାନୁନଗୋ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନା ଅଧିକାରୀ ଶରଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁରରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ, AM ମିଡିଆ 24। 17/4/2026 ତାରିଖ ଲଳିତେଶ୍ୱର ନଗର ରଶ୍ମିରଞ୍ଜନ ନାୟକଙ୍କର ଲିଖିତ ଏତଲାକୁ ଭିତ୍ତି କରି ଯାଜପୁର ଥାନାରେ ଗୋଟିଏ ମକଦ୍ଦମା ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ଅଭିଯୋଗକାରୀ ଉଲ୍ଲେଖ କରିଥିଲେ ଯେ ପୂର୍ବ ରାତି ଅର୍ଥାତ୍ 16/4/2026 ତାରିଖ ରାତିରେ କୌଣସି ଦୁର୍ବୃତ୍ତ ସେ ନଥିବା ଅବସ୍ଥାରେ ତାଙ୍କ ଘରର ଝରକାର ଗ୍ରିଲ୍ ଭାଙ୍ଗି ଘର ଭିତରେ ପଶି ଏବଂ ଘର ଭିତରୁ ତାଙ୍କର ଗଡ଼ରେଜ ଗୋଟେ ତାଳି, ତା ଭିତରେ ଥିବା ମୂଲ୍ୟବାନ ସୁନା ଗହଣା ଅନ୍ୟାନ୍ୟ ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି। ଏଭଳି ହୋଇଥିଲା। ପୋଲିସ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ତଦନ୍ତ କରିଥିଲା ଏବଂ ତଦନ୍ତ କରିଥିଲା ସମୟରେ କିଛି ଆମର ବୈଜ୍ଞାନିକ ପଦ୍ଧତି ବୈଷୟିକ ଜ୍ଞାନ କୌଶଳକୁ ଭିତ୍ତି କରି ପୋଲିସ ଆଗକୁ ବଢ଼ିଥିଲା, ତଦନ୍ତ ଆଗକୁ ବଢ଼ିଥିଲା ଏବଂ ଜାଣିବାକୁ ପାଇଲା ଯେ ଅକରପଡ଼ା ରାଜା ଦାସ ନାମକ ଜଣେ ବ୍ୟକ୍ତି ତାହାର କିଛି ସହଯୋଗୀମାନଙ୍କ ସହିତ ଏ ଚୋରି ସମ୍ପୃକ୍ତି ଅଛି। ବହୁତ ଥାନାରେ ସେ ମଧ୍ୟ ଚୋରିରେ ସମ୍ପୃକ୍ତି ଅଛି ବୋଲି ଜାଣିବାକୁ ମିଳିଲା। ଏହି ପରିପ୍ରେକ୍ଷୀରେ କିଛି ଆମେ ଗୁପ୍ତ ମାନେ ଅଛି ସୋର୍ସ ଆମେ ଏନଗେଜ୍ କରିଥିଲୁ, ଯାହାକୁ ଆଧାର କରି ଆମେ ଏଇ ଜିନିଷଟି ପାଇଲୁ। ତାପରେ ଆମର ପୁଣି ଆମର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଆମେ ସେ ରାଜା ଦାସ ଅଭିଯୁକ୍ତ ରାଜା ଦାସର ତା'ର କଲ୍ ଡିଟେଲ୍ ଏବଂ ଆର୍ଥିକ କାରବାର ଯାଞ୍ଚ ମଧ୍ୟ ଆରମ୍ଭ କରିଥିଲୁ। ତାଙ୍କର କଲ୍ ଡିଟେଲ୍ ଏବଂ ଆର୍ଥିକ କାରବାର ଯାଞ୍ଚକୁ ତନଖି କଲେ ଜଣାପଡ଼ିଲା ଯେ ସେ ଆସାମୀ ରାଜା ଦାସ, ଯାହାର ଘର ଅକରପଡ଼ା, ସିଏ ଆମର ହେଉଛି IIFL ଗୋଟିଏ ଅଛି ମାନେ ସଂସ୍ଥା, ଫାଇନାନ୍ସ ଇନଷ୍ଟିଚ୍ୟୁସନ୍, ସେଥିରେ ସିଏ କିଛି ସୁନା ମାନେ ବନ୍ଧକ ରଖି ଏବଂ ତା'ର ଏକାଉଣ୍ଟ ଗୋଟେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗୋଟେ ଏକାଉଣ୍ଟରେ ଅଛି, ସେ ଏକାଉଣ୍ଟକୁ କିଛି ଟଙ୍କା ଟ୍ରାନ୍ସଫର୍ କରିଛି। ସେଇଠୁ ତାକୁ ଆମେ ସାଙ୍ଗେ ସାଙ୍ଗେ ଆମର ପୋଲିସ ସାଙ୍ଗେ ସାଙ୍ଗେ ତାକୁ ଗଲେ ଏବଂ ତାକୁ ଯାଞ୍ଚ କଲା ପରେ ଜଣାପଡ଼ିଲା ଯେ ସିଏ ଯେଉଁ ଋଣ ଯେଉଁ ବନ୍ଧକ ଦେଇଥିଲା ସେ ସୁନା ଏବଂ ଲଳିତେଶ୍ୱର ନଗରରୁ ଯେଉଁ ରଞ୍ଜନ ନାୟକ ଘରକୁ ଚୋରିଥିଲା ପ୍ରାୟ ସବୁ ତାଳମେଳ ଖାଇଲା, ମେଳ ଖାଇଲା। ତାପରେ ଆମେ ଜାଣିଲୁ ଯେ ଏଥିରେ ଅନେକ ଗୁଡ଼ିଏ କିଛି ସମ୍ପୃକ୍ତି ରହିଛି। ତେଣୁ ସେଇ ଆମର ଗୁପ୍ତ ସୋର୍ସକୁ ଆମେ ଆଧାର କରିକି ଆହୁରି ଅନ୍ୟାନ୍ୟ ଆମର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରିକିରି ଆମର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କଲା, ଯାହା ଆମର SDPO ପ୍ରଶାନ୍ତ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ଏବଂ IIC ଆଉ ତାଙ୍କ ଷ୍ଟାଫଙ୍କ ନେତୃତ୍ୱରେ ଟିମ୍ ଆମର ଗୋଟେ ଗଠନ କରାହେଲା ଏବଂ ସେ ଆମର ଚଢ଼ଉ ଆରମ୍ଭ କଲେ ଆମ ଜିଲ୍ଲାର ଏବଂ ଜିଲ୍ଲା ବାହାରେ। ଏବଂ ଜଣାପଡ଼ିଲା ଯେ ସୁରେଶ ଦାସ ଏବଂ ଲକ୍ଷ୍ମଣ ଦାସ ନାମକ ଜଣ ବ୍ୟକ୍ତି ଏଥିରେ ସମ୍ପୃକ୍ତ, ଯାହାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ମାଟିଆ ଗ୍ରାମରେ। ଏବଂ ପୋଲିସ ସେଇ କ'ଣ କଲା, ସାଙ୍ଗେ ସାଙ୍ଗେ ସେଠି ଯାଇକି ସେଠି ଚଢ଼ଉ କରିକି 2 ଜଣଙ୍କୁ ଧରିବାରେ ସକ୍ଷମ ହେଲା। ତାଙ୍କଠାରୁ ପଚରାପଚରି କରିବା ଜଣାପଡ଼ିଲା ଯେ ସେମାନେ ରାଜା ଦାସ ସହିତ ବହୁତ ଜାଗାରେ ଆମର ଯାଜପୁର ଜିଲ୍ଲାର ସମସ୍ତ ଥାନାରେ ସେ ଚୋରି କରିଛନ୍ତି, ସିନ୍ଧି ଚୋରି କରିଛନ୍ତି ଏବଂ ବିପୁଳ ପରିମାଣ ଟଙ୍କା ଏବଂ ସୁନା ଅଳଙ୍କାର ସେମାନେ ଲୁଟି ନେଇଛନ୍ତି। ଏବଂ ତାର କହିବା ମୁତାବକ ସେମାନେ ଯାଇକରି ସେମାନେ ଯେଉଁ କାହାକୁ କେଉଁଠି କେଉଁଠି ବିକିଛନ୍ତି ନା, ଗୋଟିଏ ହେଉଛି ଆମର
ଶିଶିର ମହାରଣା ତାଙ୍କର ହେଉଛି କବାଟବନ୍ଧ ଅଞ୍ଚଳରେ, ଆଉ ଜଣେ ହେଉଛି ଅଭିନୟ ସାହୁ ତାର ଧାନମଣ୍ଡ ଅଞ୍ଚଳରେ। ଯାହାଫଳରେ ପୁଲିସ ସେଠାରେ ପହଞ୍ଚି ମଧ୍ୟ ଯେଉଁମାନେ ଏକ ରିସିଭ୍ ଗ୍ରହଣ କରିଥିଲେ ଚୋରି ଜିନିଷକୁ ବା ଚୋରି ସୁନା ଗହଣାକୁ ତାକୁ ମଧ୍ୟ ସେମାନେ ଧରିଲେ। ଧରି ତାଙ୍କଠାରୁ ମଧ୍ୟ ସୁନା ଗହଣା ଏବଂ ନଗଦ ଟଙ୍କା ମଧ୍ୟ ତାକୁ ଜବତ କରାଗଲା। ये जो आम टाटा आम से ऋण कर जो ऋण बंधक रखिक सुना बंधक राजाराज जी के मुख्य आसामी जो आम IFA फाइनान्स इन्स्टिट्यूशन माध्यम से ऋण बंध रखी बैंक ऑफ इंडिया जो ऋण टका उठेगा ताहा जो से कौन कर प्राय 3 लाख टंका से अकाउंट को आईला से प्राय से 2 लाख टका से उठेगा आउ लक्षे हजार टका 75 टका था एवं जो 175 टका आमर पुलिस ताकू फ्रिज कले तापर एमानू जाकि जो आम टंका रखी थे धरा पड़ा पचरा पचरा समस्त मानिले आम आम जाजपुर जिला प्राय 38 चिन्नी चोरी से विभिन्न थाना आम जाजपुर सदर अलकुंड मंगलपुर बिंझारपुर कलिंगनगर धर्मशाला बड़चणा बालीचंद्रपुर ब्रह्मबरा इत्यादि अंचल से जेनापुर अंचल चोरी कर चोरी आमर किसी टंका आम समुदाय से 32-33 ग्राम सुना आम उद्धार करूँ एवं 2.5 केजी रू अधिक रूपा आम जबत कर उद्धार करूँ एवं 1,91,000 नगद टंका एवं तांको आम जबत करूँ एवं जो बैंक जो रखी 1,75,000 टंका आम जो उठेले आम फ्रिज कर राजा दास को बर्तमान आम धरने चेष्टा करूँ सी बर्तमान फेरा अन्य जे के सब आम चेष्टा करूँ धरने आउ कौ थाना आम जिला छाड़ा जहाँ जना पड़ी से जिला आवार अन्य थाना माध्यम सन्देह कराऊँगी सहित आम अनुसंधान व तदंत जारी रही चैनल सह जोड़ी हेबाकु लाइक शेयर सब्सक्राइब करंतु।